ये अमणा माडी चली थिले अमणा माडी चली मोर गोटिए कथा मने पड़िला अरे कुंवरी पहिला रुआ नगर नई रे पहिला सुआ मोर खणिया जाना रुआ साउनी मा कुडा कई थियो देखिबो बाबा कुडा कई बुआ एउ कथा तुम पड़िला मन धर्मर सभारे बुझाई कुहा मने पड़ी के कथा मने पइला के पर पत्र खज खज देखेबो मणि रानी अबरा पर पर्वती बनती हरा पर बीजे गई समुद्र देखेबो हरा दे उठी बरा एही कथा मोर मन पड़िला बौल विजय सभा सागर सागर विजय करिसंती ताको पादरे हमर कोटि कोटि नमस्कार खाली सेतिकि नुह आलुकु सालुकु जाई किछि लाभ नाही ये लख गला कली गली देखेबो तोरा मधु धरणी देखेबो राम मधु धरणी देखेबो कलम में डरे गली ऊपर की मछमाई भरी देखेबो तोरी रल भरणी देखेबो कोठरी आखुड़ी एनु तेलु कहि किस होई बोल बौलल पुराण रति पातरे जाऊ मो माँ सब पुराना कथा है पुराण कहले रवि वंश कुल तिलक ये रवि वंश कुल तिलक से लिप नरमणि है ये भारती स्वराज्य पराजा ये भारती स्वराज्य पराजा पराया मणिपुत्र पराया विषयवस्त्र प्रारंभ टे काटकुटा थाए आम टे तो कहवा अनुसार ये घोड़ा नाच स्वर घोड़ा नाच पाला स्वर घोड़ा नाच वाला मस्ती एठी माटी गोड़ी शाल ग्राम गोरे ये रवि वंश कुल तिलक दिल्ली तुम पाला उठाई के ले जानो ना फटाई देबे काय देखु न कोना कर सही रो कोन देखो जा हो आगे रवि वंश बा सूर्य वंश बा सूर्य देवता औरस्वर छायांक गर्भरु संभूत जो सूर्य वंश जो सूर्य वंश रे मां रामचंद्र जन्म हेले राम वंश हेलान दशरथ जन्म हेले
ଦଶରଥ ବଂଶ ହେଲାନି ହେଲାନି ନା ନା ମାଲୋ ଅଜ ଜନ୍ମ ହେଲେ ହେଲେ ଅଜ ବଂଶ ହେଲାନି ନାଇଁ ଏମିତି ଗୋଟିଏ ପୁଅ ହଁ ହଁ ସେ ସୂର୍ଯ୍ୟ ବଂଶରେ ଲୋ ମା ଜନ୍ମ ନେଲା ବେଶ ଆପଣ ମାନେ ଏଯାବତ ବେଶ ବା ଏ ପର୍ଯ୍ୟନ୍ତ କହୁଛନ୍ତି କଣ ସେ ବଂଶର ନାଁ କଣ କଣ ସେ ବଂଶର ନାମ ହେଲା ରଘୁବଂଶ ମାଲୋ ବୋଲ ଆରମ୍ଭ କରିବାକୁ ଯାଉଛି କଣ ମହାକାବ୍ୟ ରଘୁବଂଶ ରଘୁବଂଶ ମହାକବି କାଳିଦାସ ପ୍ରଥମ ଶ୍ଲୋକ ପ୍ରଥମ ଶ୍ଲୋକ କ୍ଷମା କରିବେ ବାପା ମାନେ ମୋ ମା ମାନେ ଆଜ୍ଞା ଟିକେ ମନ ଦେଇ ଶୁଣିବେ ହଁ ଶ୍ଲୋକ ଗୁଡ଼ିଏ ପଢିବି ହଁ ହୁଏତ ଗାଇବା ଗୀତ ପଦ କମ ହେଇପାରେ କିନ୍ତୁ ଶ୍ଲୋକ ଗୁଡ଼ିଏ ପଢିବି ତାର ଭାବାର୍ଥ କହିବି ବିଷୟକୁ ଧୀରେ ଧୀରେ ଆଗକୁ ନେଇଯିବି ଇଏ ତ ଚୈତାଳି ଘୋଡ଼ା ନାଚ ଯୋଉଟା ନ ବୁଝି ପାରିବେ ରହ ସକାଳେ ସାରଙ୍କ କତିକି ଆସିବେ ସାରେ ଏ ବୁଝେଇବେ ରହ ମଝିରେ ମଝିରେ ଟିକେ ଢଗ ଢମାଳିଆ ଗୀତ ହବ ଜଗବନ୍ଧୁ ଆଜ୍ଞା। ପ୍ରଥମ ଶ୍ଲୋକ ଲେଖିଲେ କାଳିଦାସ କାଳିଦାସ। ମହାକାବ୍ୟ ରଘୁବଂଶ ବେଳେ ବାଗାର୍ଥାଇପ ସମ୍ପୂର୍ଣ୍ଣ ବାଗର୍ଥ ପତିବ୍ରତ ବନ୍ଦେ ଜଗତ ପିତର ବନ୍ଦେ ଇଏ ପାର୍ବତୀ ପରମେଶ୍ୱରୀ ବାଗାର୍ଥାଇପ ସମ୍ପୃକ୍ତ ବାଗର୍ଥ ପତିବ୍ରତ ପତି ପତି ହଁ ହଁ କହିନଥିଲେ କି କାଳିଦାସ କଣ କାଳିଦାସ କହିଥିଲେ କଣ କହିଲେ ବା ଯୋଉ ଦିନ ଚିହ୍ନି ପାରିଲା ରଚନାବତୀ ଇଏ ପଣ୍ଡିତ ନୁହଁ ନାଇଁ। ଏରା ଗଜ ମୂର୍ଖଟାକୁ ମୁଁ ବାହା ହେଇଛି ଇରେ 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 ଅସ୍ତି କସ୍ତିତ ବାକ୍ ବିଶେଷ ବିଶେଷ ଆଉ କଣ କହିବାର ଅଛି ନା ହଁ ନା ମାଲୋ ସବୁ ଶବ୍ଦରେ ଗୋଟିଏ ଗୋଟିଏ ଅସ୍ତି ଉତ୍ତରାଶାନ୍ତି ସିଦ୍ଧିଗତାତ୍ମା ଅସ୍ତିତ୍ୱରେ ଲେଖିଲେ କୁମାର ସମ୍ଭବ ବାଗର୍ଥରେ ବାଗାର ଥାଇବ ସମ୍ପୃକ୍ତ ଲେଖିଲେ ମହାକାବ୍ୟ ରଘୁବଂଶ ରଘୁବଂଶ ପଣ୍ଡିତ ହେଲେ ସରସ୍ୱତୀଙ୍କର ବରପୁତ୍ର ଆରେ 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 ମାଲୋ ବୋଲ ସର୍ବାଦ ହଁ ମହାଦେବ ମା ପାର୍ବତୀଙ୍କର ପଦବନ୍ଦନା କରି କରି ଲେଖିଲେ କାଳିଦାସ କାଳିଦାସ ମହାକାବ୍ୟ ରଘୁବଂଶ ରଘୁବଂଶ ମୋ ମା ବୋଲ ମୁଁ ଆପଣ ମାନଙ୍କୁ ପଚାରିବି କଣ ହେ ମୋର ଜ୍ଞାନୀ ବାପା ମାନେ ମା ମାନେ ଇଏ ପୃଥିବୀର ପ୍ରଥମ ରାଜା କିଏ ମୁଁ କହିଦେବି ଜଗବନ୍ଧୁ ପୃଥିବୀର ପ୍ରଥମ ରାଜା କିଏ ମୋହନ ମାଝି ନାଇଁ ବେ ନବୀନ ପଟ୍ଟନାୟକ ଆଗବା ନବୀନ କହୁଛି ମୋହନ ମାଝି ରହ ମୂଳବାଳିଆ କାହିଁ କହୁଛି ନା ପୃଥିବୀର ପ୍ରଥମ ରାଜା କିଏ କିଏ ପୁଣି ଗୋଟିଏ ଶ୍ଲୋକ ଲେଖିଲେ କାଳିଦାସ ବେଶ ମୋ ମା ଦୂରରେ ବସିଛ ଟିକେ ମନ ଦେଇ ଶୁଣ ଅନ୍ୟ ମନସ୍କ ହୁଅ ହଁ ପାଖକୁ ପଳେଇ ଆସ ମୋ ମା ପୃଥିବୀର ପ୍ରଥମ ରାଜା କିଏ କିଏ? ଇଏ ବୈବସ୍ୱତ ମନୁ ମନୁନାମ ମାନନୀୟ ମନୀଷୀଣା ଆସି ପରୀକ୍ଷିତା ମାଧ୍ୟ ଜଗବନ୍ଧୁ ପ୍ରେଜେଣ୍ଟ ସାର୍ ପ୍ରଣବର ହାତରେ ଯେମିତି ଓମ୍ ଇଏ ପୃଥିବୀର ପ୍ରଥମ ରାଜା ହେଲେ ବୈବସ୍ୱତ ମନୁ ବୈବସୁତ ମନୁ ମୋ ମା ଜଣେ ମନୁ ନୁହଁ ଅଷ୍ଟାଦଶ 18 ମନୁ 18 ତନ୍ମଧ୍ୟରେ ଶ୍ରେଷ୍ଠ ମନୁ ମା ବୈବସ୍ୱତ ମନୁ ମନୁ ଯୋଉଥିପାଇଁ ଆମ ମାନଙ୍କ ନାମ ମନୁଷ୍ୟ 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 ସେଇ ବୈବସ୍ୱତ ମନୁଙ୍କର କରେ ଶୁଦ୍ଧ ବଂଶରେ ବଂଶରେ ଦେବା ଜନ୍ମ ନେଲେ ଜଣେ ପୁଅ କିଏ ସେ ଯାହାଙ୍କର ନାମ ହେଉଛି ରାଜଶ୍ରେଷ୍ଠ ଦିଲ୍ଲୀପ ଦିଲ୍ଲୀପ ଯାହା ପୁରସ୍କୃତ ଅର୍ପଣ କରିଥିବା କଳାକାର ମହାଶୟଙ୍କର ଇଷ୍ଟ କଷ୍ଟ ଖଣ୍ଡନ କରନ୍ତୁ ମା ସିଦ୍ଧ ବାସିଣୀ ମା ଦୁର୍ଗା ଦୀର୍ଘାୟୁ କାମନା କରନ୍ତୁ ପରିବାରରେ ଶାନ୍ତି ମୈତ୍ରୀ ସ୍ଥାପନ କରନ୍ତୁ ସର୍ବେ ବୋର ଆନନ୍ଦ କବାର ମାଲୋ ସେଇ ବୈବସ୍ୱତ ମନୁଙ୍କର ସୁତ ବଂଶରେ ଜନ୍ମ ନେଲେ ଜଣେ ରାଜା ରାଜାଙ୍କ ନାମ ହେଲା ଦିଲ୍ଲୀପ ଦିଲ୍ଲୀପ ମାଲୋ ସେ କେମିତିକା ରାଜା କେମିତିକା ତାଙ୍କ ସ୍ୱଭାବ କେମିତିଆ କେମିତିକା ତାଙ୍କ ଶରୀର କେମିତିଆ କେମିତିକା ଆପଣ ମାନଙ୍କର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପତିଏ ପତି ଅଳଙ୍କାର ବେଶୀ ଅଳଙ୍କାର ଦେଇ ଭାରସାମ୍ୟ କରିବି ନା କହିଲେ ବେଦ ବେଦାନ୍ତେ ବିଧାତା ବିଧାତା ବ୍ୟାକରଣ ରଣି